ମୋ ପିଲାବେଳ ନୂଆବର୍ଷର ସ୍ମୃତି। ସମୟ ସହ ତାଳ ଦେଇ ଆଜିର ନୂଆବର୍ଷ ବି ବଦଳି ଯାଇଛି। ନୂଆବର୍ଷ ଆସିବାର ଗୋଟେ ମାସ ପୂର୍ବରୁ ମାନେ ନଭେମ୍ବର ମାସରୁ ଆରମ୍ଭ ହୁଏ 50 ପଇସାର ସେହି ଭଳିକି ଭଳି ଗ୍ରିଟିଂସ୍ କାର୍ଡ଼ର ଦିଆନିଆ। କେବେ ଫୁଲ ତ କେବେ ଠାକୁରଙ୍କ ଫଟୋ ତ କେବେ ସିନେରୀ ତ ଆଉ କେବେ ସିନେମା ହିରୋ ହିରୋଇନ୍ ମାନେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ସିଦ୍ଧାର୍ଥ, ରଚନା, ଅପରାଜିତା, ତନ୍ଦ୍ରା ରାୟ, ପ୍ରିୟଙ୍କା ଏମିତି କେତେ ଫଟୋ। ସେହି 50 ପଇସାର ଗ୍ରିଟିଂ କାର୍ଡ଼ର ପଛପଟେ ଗୋଲ ଗୋଲ ଅକ୍ଷରରେ ଲେଖିଥିଲୁ କେତେ ନୂଆ ନୂଆ ପଦ। ଯେମିତିକି ପର୍ବତ ଉପରେ ଘର କରିଥିଲି ପବନ ଉଡ଼ାଇ ନେଲା, ସୁନା ଫୁଲ ପରି ସାଙ୍ଗ ପାଇଥିଲି ଚୋରି ଚୋରି ଦିନ ଗଲା। 1 2 3 4 ସାଙ୍ଗକୁ ମୋର ହାପି ନ୍ୟୁ ଇୟର। ଏମିତି ଅନେକ। ଯଦି ସାଙ୍ଗ କେହି ଗ୍ରିଟିଂ କାର୍ଡ଼ର ପଛପଟେ ଲେଖି ଦିଅନ୍ତି ଖାଲି ହାପି ନ୍ୟୁ ଇୟର, କିଛି ପଦ ନ ଲେଖି, ତାହେଲେ ମନ ଟିକେ ଉଣା ହୋଇଯାଏ। ଗୋଟେ ଗ୍ରିଟିଂ କାର୍ଡ଼ ଗୋଟେ ସାଙ୍ଗକୁ ଅନ୍ୟ ଜଣ ସାଙ୍ଗ ହାତରେ ଦେଇ ଅପେକ୍ଷା କରିଥାଉ ତା ପାଖରୁ କେତେବେଳେ ଗ୍ରିଟିଂ କାର୍ଡ଼ ଆସିବ। ଆଉ ଯଦି ସେ ନଦେଲା ତା ସହିତ ପଟି। ଆଉ ସେ ନୂଆବର୍ଷ ଦିନ ସାଙ୍ଗମାନେ 10 ଚାନ୍ଦା କରି ମା ହାତ ତିଆରି ଅଣ୍ଡା ଆଳୁ ଝୋଳ ଭାତରେ ଭୋଜି ଜମିଯାଏ। କଦଳୀ ପତ୍ର ପକାଇ ବାଡ଼ି ପଛପଟେ ଭାତ ଅଣ୍ଡା ତରକାରୀ ଖାଇବାକୁ ବସିଯାଉ। ଭାରି ମଜା ହୁଏ। ନୂଆ ବର୍ଷ ଦିନ ସକାଳୁ ଉଠି ହାପି ନ୍ୟୁ ଇୟର ୱିଶ୍ କରୁ ସମସ୍ତଙ୍କୁ। କେତେ ଲୋକ ଧଳା ରଙ୍ଗର ଚୂନରେ ରାସ୍ତାରେ ମଧ୍ୟ ଲେଖିଦିଅନ୍ତି ହାପି ନ୍ୟୁ ଇୟର ବୋଲି। ସନ୍ଧ୍ୟା ସମୟରେ ତେଲ ଭାଜି ମାନେ ପିଆଜି, ପକୁଡ଼ି, ଆଳୁ ଚପ୍, ଆଳୁ କଷା ଆଉ ରାତିରେ ମାଂସ ତରକାରୀ, ଆଜି ଯାହାକୁ କହୁ ଚିକେନ ଆଉ ମଟନ, ତାହା ଭୋଜି କରି ଜମିଯାଏ। କିନ୍ତୁ ସେଦିନ ଯେଉଁ ଖୁସି ଲୁଚି ରହିଥିଲା ଆଜି କ'ଣ ଅଛି କହିଲେ ଦେଖି? ସେଦିନ 50 ପଇସାର ଯେଉଁ ଗ୍ରିଟିଂ କାର୍ଡ଼ରେ ଯେତିକି ଖୁସି ଭରି ରହିଥିଲା ଆଜିର କ'ଣ ହ୍ୱାଟ୍ସଆପ୍ କି ଫେସବୁକ୍ କି ଇନଷ୍ଟାଗ୍ରାମର ମେସେଜରେ ଅଛି? ଆଜି ଅନଲାଇନ୍ ଅର୍ଡ଼ର କରି ଖାଇବା ମଗାଇ ଦେଉଛୁ ସତ, କିନ୍ତୁ ସେଦିନର ହାତ ତିଆରି ଭୋଜିରେ ଯେଉଁ ଖୁସି ଭରି ରହିଥିଲା ଆଉ କ'ଣ ଅଛି? କ'ଣ ଠିକ୍ କହିଲି ନା? ଆପଣମାନଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ହାପି ନ୍ୟୁ ଇୟର।